ଆଜି ଆସନ୍ତୁ ଆମେ ବାଇବଲର ସେହି ଦୃଷ୍ଟିକୋଣକୁ ଦେଖିବା ଯାହା ଦର୍ଶାଏ ଯେ ପରମେଶ୍ୱର କିପରି ମହତ୍ତ୍ୱହୀନ ବିଷୟ ମାଧ୍ୟମରେ ଆପଣା ପରିତ୍ରାଣର କାର୍ଯ୍ୟ କରନ୍ତି। ପରମେଶ୍ୱର ସୁଫ ସମୁଦ୍ରରେ ଏକ ମେଷପାଳକ ସହିତ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ଏବଂ ପଥରକୁ ଆଘାତ କରି ସେ ସେଥିରୁ ଇସ୍ରାଏଲୀୟମାନଙ୍କ ପାଇଁ ଜଳ ବାହାର କଲେ। ଏହା କୌଣସି ଭବ୍ୟ ସୁବର୍ଣ୍ଣ ରାଜଦଣ୍ଡ କିମ୍ବା ଏକ ଚମତ୍କାର ଯଷ୍ଟି ନଥିଲା, ବରଂ କେବଳ ଏକମାତ୍ର ବାଡ଼ି ଥିଲା। ପରମେଶ୍ୱର ମହତ୍ତ୍ୱହୀନ ଜିନିଷ ଦ୍ୱାରା ଏହି ଅଦ୍ଭୁତ କାର୍ଯ୍ୟକୁ ପୂର୍ଣ୍ଣ କରିଅଛନ୍ତି। ତେଣୁକରି ଆମ୍ଭେମାନେ ଆମ୍ଭମାନଙ୍କର ଦୁର୍ବଳତା ଉପରେ ଧ୍ୟାନ ଦେବା ଉଚିତ ନୁହେଁ, କିନ୍ତୁ ନିଜକୁ ପଚାରିବା ଉଚିତ, କ'ଣ ମୁଁ ପରମେଶ୍ୱରଙ୍କ ମାର୍ଗଦର୍ଶନରେ କାର୍ଯ୍ୟ କରୁଅଛି କିମ୍ବା ନିଜ ଇଚ୍ଛାରେ କାର୍ଯ୍ୟ କରୁଅଛି? ଆମ୍ଭମାନଙ୍କୁ ଏହିପରି ଚିନ୍ତା କରିବା ଉଚିତ। ଯଦି କୌଣସି ଜିନିଷ ପରମେଶ୍ୱରଙ୍କ ହସ୍ତରେ ଅଛି, ତେବେ ତାହା ମହାନ ଶକ୍ତିର କାର୍ଯ୍ୟ କରିପାରିବ। ଯଦିଓ ଏହା ମହତ୍ତ୍ୱହୀନ ଅଟେ କିମ୍ବା ଏହାର କୌଣସି ଶକ୍ତି ନାହିଁ, ତଥାପି ପରମେଶ୍ୱର ଏହାକୁ ମହତ୍ତ୍ୱପୂର୍ଣ୍ଣ କରିପାରନ୍ତି। ପରମେଶ୍ୱର ସୁଫ ସମୁଦ୍ରକୁ ବିଭାଜିତ କଲେ ଏବଂ ଏକ ମେଷପାଳକର ଯଷ୍ଟି ମାଧ୍ୟମରେ ପଥରରୁ ଜଳ ବାହାର କଲେ। ବର୍ତ୍ତମାନ ଆମ୍ଭମାନଙ୍କ ପାଖରେ ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବାର ଲକ୍ଷ୍ୟ ଅଛି। ଯେତେବେଳେ ଆମେ ବର୍ତ୍ତମାନ ଘଟଣାଗୁଡ଼ିକୁ ଦେଖିବା, ସେତେବେଳେ ପରମେଶ୍ୱରଙ୍କ ଆଗମନର ସମୟ ନିକଟତର ହେଉଅଛି। ତେଣୁକରି ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରାଯିବା ଉଚିତ। କିଛି ଲୋକ ଚିନ୍ତା କରିପାରନ୍ତି, ମୁଁ ତୁଚ୍ଛ ଅଟେ, ମୁଁ କିପରି ସମଗ୍ର ବିଶ୍ୱକୁ ସୁସମାଚାର ପ୍ରଚାର କରିପାରିବି? ନିଜେ ନିଜକୁ ଦେଖିବା ପରିବର୍ତ୍ତେ ଆମ୍ଭେମାନେ କାହାକୁ ଦେଖିବା ଉଚିତ? ଆମ୍ଭେମାନେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି ଦେବା ଉଚିତ ଏବଂ ଏହା ଅନୁଭବ କରିବା ଉଚିତ ଯେ ଆମ୍ଭେମାନେ ପରମେଶ୍ୱରଙ୍କ ହସ୍ତରେ ଅଛୁ। ଯଦିଓ ଏହା କେବଳ ମେଷପାଳକଙ୍କର ଏକ ଯଷ୍ଟି ଥିଲା, ତଥାପି ସେହି ଯଷ୍ଟି ସୁଫ ସମୁଦ୍ରକୁ ବିଭାଜିତ କରିଦେଲା। ଏହା ବ୍ୟତୀତ କ'ଣ ସେ ପଥରରୁ 6 ଲକ୍ଷ ଲୋକମାନଙ୍କର ତୃଷା ମେଣ୍ଟାଇବା ପାଇଁ ଜଳ ବାହାର କରିନଥିଲା କି? ତେଣୁକରି ଆଜି ମହତ୍ତ୍ୱହୀନ ବିଷୟ ଦ୍ୱାରା ପୂରଣ କରାଯାଇଥିବା ପରମେଶ୍ୱରଙ୍କ ମହାନ କାର୍ଯ୍ୟ ଶୀର୍ଷକ ଉପଦେଶ ସହିତ ଆସନ୍ତୁ ଆମେ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 4 ଦେଖିବା। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 4 ପଦ 11 ଦେଖିବା। ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଶୁଭାଜନ ଅଟ। ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତ୍ୱପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି। ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତ୍ୟେକ ବିଷୟର ଏକ ଉଦ୍ଦେଶ୍ୟ ଅଛି। ଏପରିକି ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ବସ୍ତୁର ଅସ୍ତିତ୍ୱ ମଧ୍ୟ ପରମେଶ୍ୱରଙ୍କ ଇଚ୍ଛା ଅଟେ। କ'ଣ ଆମ୍ଭେମାନେ ସ୍ୱର୍ଗୀୟ ମାତାଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦିଆଯାଇଥିବା ବାକ୍ୟକୁ ତୁରନ୍ତ ବୁଝିପାରୁନାହୁଁ କି? ଏହି ସମସ୍ତ ବିଷୟ ମଧ୍ୟ ପରମେଶ୍ୱରଙ୍କ ଯୋଜନା ମଧ୍ୟରେ ପୂର୍ଣ୍ଣ ହୋଇଥାଏ। ତେଣୁକରି ଯଦିଓ ଆମ୍ଭମାନଙ୍କର ସାମର୍ଥ୍ୟ ଏବଂ ଆମେ ହାସଲ କରିଥିବା କାର୍ଯ୍ୟଗୁଡ଼ିକ ଛୋଟ ଦେଖାଯାଏ, ତଥାପି ଆମ୍ଭେମାନେ ଏହା ଜାଣି ଗର୍ବ କରିବା ଉଚିତ ଯେ ସେଗୁଡ଼ିକ ପରମେଶ୍ୱରଙ୍କ ହସ୍ତରେ କରାଯାଉଥିବା କାର୍ଯ୍ୟ ଅଟେ। ତେବେ କ'ଣ ସୁସମାଚାର ସମୀରଣ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟକର କି? ଏହା କଦାପି କଷ୍ଟକର ନୁହେଁ। ପରମେଶ୍ୱରଙ୍କ କାର୍ଯ୍ୟ ଆକାର, ସ୍ତର ଏବଂ ଗଭୀରତାରେ ଭିନ୍ନ ଭିନ୍ନ ହୋଇଥାଏ। ଆମେ ଏହା କରିପାରିବୁ ନାହିଁ, କିନ୍ତୁ ପରମେଶ୍ୱର ନିଶ୍ଚିତ ଭାବେ ଏହା କରିପାରିବେ, ହଁ ନା? ଯେତେବେଳେ ଆମେ ବୁଝିପାରିବା ଯେ ଆମେ ଏହି କାର୍ଯ୍ୟକୁ ପରମେଶ୍ୱରଙ୍କ ହସ୍ତରେ ଥାଇ କରୁଅଛୁ, ସେତେବେଳେ ଆଜିର ସୁସମାଚାର ଆନନ୍ଦଦାୟକ ହେବ, ଆସନ୍ତାକାଲିର ସୁସମାଚାର ଭାରାକ୍ରାନ୍ତ ହେବ ନାହିଁ ଏବଂ ଏହା ସର୍ବଦା ଆନନ୍ଦର ସହିତ ଆଗକୁ ବଢ଼ିବ। ଆସନ୍ତୁ ଆମେ ପରମେଶ୍ୱରଙ୍କ ପ୍ରୟୋଜନ ଏବଂ ପରିତ୍ରାଣ ପାଇଁ
ତାହାଙ୍କ ଯୋଜନା ବିଷୟରେ କିଛି ଶବ୍ଦ ଉପରେ ନଜର ପକାଇବା। ଆସନ୍ତୁ ଆମେ ପ୍ରଥମ କୋରିନ୍ଥିଓ ଅଧ୍ୟାୟ 1 ପଦ 26କୁ ଯିବା। ଅଧ୍ୟାୟ 1 ପଦ 26। କାରଣ ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ। ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୁତ ହୋଇନାହାନ୍ତି। କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ, ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ସବୁ ମନୋନୀତ କଲେ। ପୁଣି ବଳବାନ ବିଷୟ ସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟ ସବୁ ମନୋନୀତ କଲେ। ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ଜଗତର ନୀଚ ଓ ତୁଚ୍ଛ ବିଷୟ ଗୁଡ଼ିକ, ନଗଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। ଏପରିକି ଯେତେବେଳେ ଆମେ ପ୍ରଥମ ଚର୍ଚ୍ଚର ପ୍ରେରିତମାନଙ୍କୁ ଦେଖୁ, ଯେଉଁମାନେ ଯୀଶୁଙ୍କ ମହାନ ଶିକ୍ଷା ପ୍ରଚାର କରିଥିଲେ, ପିତର, ଯୋହନ ଏବଂ ଯାକୁବ, ଯିଏକି ମତ୍ସ୍ୟଜୀବୀ ଥିଲେ, ଏବଂ ମାଥ୍ୟୁ ଜଣେ କରଗ୍ରାହୀ ଥିଲେ, ଆଜି ଟ୍ୟାକ୍ସ ଅଫିସରଙ୍କୁ ଏକ ସମ୍ମାନଜନକ ବୃତ୍ତି ଭାବେ ବିବେଚନା କରାଯାଉଅଛି। କିନ୍ତୁ ସେହି ସମୟରେ କର ଆଦାୟକାରୀମାନଙ୍କୁ ତୁଚ୍ଛ ମନେ କରାଯାଉଥିଲା, କାରଣ ସେମାନେ ନିଜ ଲୋକମାନଙ୍କ ଠାରୁ କର ନେଉଥିଲେ ଓ ତାହା ରୋମକୁ ହସ୍ତାନ୍ତର କରୁଥିଲେ। ଏହା ସେହି ଲୋକମାନେ ଥିଲେ ଯିଏ ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିଥିଲେ। ତେଣୁକରି ପରମେଶ୍ୱର ତାହାଙ୍କ ମହାନ କାର୍ଯ୍ୟକୁ ନେତୃତ୍ୱ କରିବା ନିମନ୍ତେ ଅଳ୍ପ ସାମର୍ଥ୍ୟ ଥିବା ଲୋକମାନଙ୍କୁ ବାଛିଲେ। ଆଜି ଆମେ ମଧ୍ୟ ସମାନ ସ୍ଥିତିରେ ଅଛୁ। ଆମ୍ଭମାନଙ୍କ ପାଖରେ ଏଭଳି ଯୋଗ୍ୟତାର ଅଭାବ ରହିଛି ଯାହାକୁ ଲୋକମାନେ ବହୁତ ଗୁରୁତ୍ୱ ଦିଅନ୍ତି। ଯଦିଓ ଆମ୍ଭମାନଙ୍କ ପାଖରେ ଅଭାବ ଅଛି, ଆମେ ପରମେଶ୍ୱରଙ୍କୁ ପ୍ରେମ କରୁ, ତାହାଙ୍କଠାରେ ବିଶ୍ୱାସ କରୁ ଏବଂ ସ୍ୱର୍ଗ ପାଇଁ ଆଶା ରଖିଥାଉ। ପରମେଶ୍ୱର ଏପରି ଲୋକମାନଙ୍କୁ ଡାକନ୍ତି ଏବଂ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ହେବା ପାଇଁ ବ୍ୟବହାର କରନ୍ତି। ଆସନ୍ତୁ ସେହି ଦୃଶ୍ୟଗୁଡ଼ିକୁ ନିଶ୍ଚିତ କରିବା। ବିଚାରକର୍ତ୍ତା ଅଧ୍ୟାୟ 15 ପଦ 14 ଦେଖିବା। ସେ ଲିହିରେ ଉପସ୍ଥିତ ହୁଅନ୍ତେ, ପଲେଷ୍ଟୀୟମାନେ ତାହାକୁ ଭେଟି ଜୟଧ୍ୱନି କଲେ। ତହୁଁ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କଲେ। ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହସ୍ତରୁ ବନ୍ଧନ ଖସି ପଡ଼ିଲା। ସେତେବେଳେ ସେ ଗର୍ଦ୍ଧବର ଗୋଟିଏ କଞ୍ଚା ଥମୁଣି ପାଇଁ ହାତ ବଢ଼ାଇ ତାହା ନେଲା ଓ ତଦ୍ୱାରା 1000 ଲୋକଙ୍କୁ ବଧ କଲା। ତହୁଁ ସାମସନ କହିଲା, ଗଧ ଥମୁଣିରେ ହେଲେ ଗଦା ଗଦା, ଗଧ ଥମୁଣିରେ କଲି 1000 ଲୋକ ପଦା। ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥମୁଣି ପକାଇଦେଲେ। ପୁଣି ସେହି ସ୍ଥାନର ନାମ ରାମତଲିହି ଥମୁଣିଗିରି ହେଲା। ସେତେବେଳେ ଇସ୍ରାଏଲୀୟ ଓ ପଲେଷ୍ଟୀୟମାନେ ପରସ୍ପର ସହିତ ମେଳ ଖାଉନଥିଲେ। ଏହା ଅନେକ ପିଢ଼ି ଧରି ଚାଲି ଆସିଥିଲା। ସାମସନ ବିନା କୌଣସି ଖଡ଼୍ଗ କିମ୍ବା ବର୍ଚ୍ଛାରେ ଏକାକୀ 1000 ପଲେଷ୍ଟୀୟମାନଙ୍କୁ ବଧ କଲେ। ସେ ଏକ ମୃତ ଗଧର ଥମଣି ଦ୍ୱାରା 1000 ଲୋକଙ୍କୁ ପରାସ୍ତ କରିଥିଲେ। ସାମସନ ପାଖରେ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଅସାଧାରଣ ଶକ୍ତି ଥିଲା। ସେ ଯେଉଁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥିଲେ, ତାହା ବିଶ୍ୱ ପ୍ରସିଦ୍ଧ ବହୁମୂଲ୍ୟ ଖଡ଼୍ଗ ନଥିଲା। 1000 ପଲେଷ୍ଟୀୟଙ୍କୁ ବିନାଶ କରିବା ପାଇଁ ଏକ ଅମୂଲ୍ୟ ସାଧନର ବ୍ୟବହାର କରାଗଲା। ଯଦି ସାମସନ ଏପରି କରିପାରିଲେ, ତେବେ ପରମେଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କ ହସ୍ତରେ ରହିବା ଦ୍ୱାରା ଆଉ କେତେ ଅଧିକ କରିପାରିଥାନ୍ତେ? କ'ଣ ଏହା ପରମେଶ୍ୱରଙ୍କ ଶକ୍ତି ନଥିଲା, ଯାହାକି ମୋଶାଙ୍କ ଦ୍ୱାରା ଫାରୋଙ୍କୁ ବଶୀଭୂତ କରାଇଲା, ଯିଏକି କହିବାରେ ଉତ୍ତମ ନଥିଲେ? ମୋଶା କହିଲେ ଯେ ସେ କଥା କହିବାରେ ଧୀର ଅଟନ୍ତି ଏବଂ ସେ ରାଜାଙ୍କୁ ବୁଝାଇବାରେ ସକ୍ଷମ ହେବେ ନାହିଁ। ମୁଁ କିପରି ଏତେ ମହାନ କାର୍ଯ୍ୟ କରିପାରିବି? କିନ୍ତୁ
ଶେଷରେ ପରମେଶ୍ୱର ମୋଶାଙ୍କ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ମିଶ୍ରରୁ ମୁକ୍ତ କରି ଦୁଗ୍ଧମଧୁ ପ୍ରବାହିତ କିଣାନରେ ପ୍ରବେଶ କରାଇଲେ ନାହିଁ କି? ଇତିହାସରେ ପଛକୁ ଫେରି ଦେଖିଲେ ଆମେ ଦେଖିପାରିବା ଯେ ସେମାନଙ୍କ ମଧ୍ୟରେ ଅନେକ ତ୍ରୁଟି ରହିଥିଲା। ତଥାପି ଯେତେବେଳେ ସେମାନେ ପରମେଶ୍ୱରଙ୍କ ହସ୍ତରେ ଥିଲେ ସେତେବେଳେ ପରମେଶ୍ୱର ସେମାନଙ୍କୁ ମହାନ ବ୍ୟକ୍ତି ରୂପେ ପରିଣତ କରିଥିଲେ। ସେହି ସମୟରେ ମିଶ୍ର ଏକ ଶକ୍ତିଶାଳୀ ଦେଶ ଥିଲା। ତଥାପି ପରମେଶ୍ୱର ତାହାଙ୍କର ଶକ୍ତିକୁ ଏପରି ଭାବେ ପ୍ରଦର୍ଶନ କଲେ ଯେ ସେହି ଶକ୍ତିଶାଳୀ ରାଜାଙ୍କୁ ମଧ୍ୟ ନତ ହେବାକୁ ପଡ଼ିଲା। ପଲେଷ୍ଟୀୟମାନେ ଦୁର୍ବଳ ନଥିଲେ। ତଥାପି ଏକ ଗଧର ଥମଣି 1000 ପଲେଷ୍ଟୀୟଙ୍କୁ ପରାସ୍ତ କରିବା ପାଇଁ ଯଥେଷ୍ଟ ଥିଲା। ଅନ୍ୟ କୌଣସି ଉପକରଣର ବ୍ୟବହାର କରାଗଲା ନାହିଁ। ଆସନ୍ତୁ ପ୍ରଥମ ସାମୁଏଲ ଅଧ୍ୟାୟ 17 ପଦ 31 ଦେଖିବା। ଆସନ୍ତୁ ପଦ 31 ଦେଖିବା। ଦାଉଦଙ୍କର ଏହି ସବୁ କଥା ଶୁଣାଯାନ୍ତେ ଲୋକମାନେ ସାଉଲଙ୍କ ସମ୍ମୁଖରେ ତାହା କହିଲେ, ତେଣୁ ସେ ତାଙ୍କୁ ଡକାଇଲେ। ଏଥିରେ ଦାଉଦ ସାଉଲଙ୍କୁ କହିଲେ, ତାହା ସକାଶୁ କାହାରି ହୃଦୟ ନିରାଶ ନ ହେଉ। ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସଙ୍ଗେ ଯୁଦ୍ଧ କରିବ। ତହିଁରେ ସାଉଲ ଦାଉଦଙ୍କୁ କହିଲେ, ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯାଇ ତାହା ସଙ୍ଗେ ଯୁଦ୍ଧ କରିପାରିବ ନାହିଁ, କାରଣ ତୁମ୍ଭେ ତ ଯୁବା, ମାତ୍ର ସେ ଯୌବନାବଧି ଯୋଦ୍ଧା। ତହୁଁ ଦାଉଦ ସାଉଲଙ୍କୁ କହିଲେ, ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ। ପୁଣି କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପୋଲ ମଧ୍ୟରୁ ଛୁଆ ଘେନିଗଲେ ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତା ମୁଖରୁ ଛୁଆକୁ ରକ୍ଷା କରେ। ପୁଣି ସେ ମୋ ଉପରକୁ ଉଠିଲେ ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଧ କରେ। ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଧ କରିଅଛି। ପୁଣି ଏହି ଅସୁନତ ପଲିଷ୍ଟୀୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଶ୍ରେଣୀକି ତୁଚ୍ଛ କରିଅଛି। ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ। ଏଥିରେ ସାଉଲ ଦାଉଦଙ୍କୁ କହିଲେ, ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ। ଏହି ଦୃଶ୍ୟ ଯାହାକୁ ଆମେ ଭଲ ଭାବରେ ଜାଣିଅଛୁ ତାହା ଅଟେ ଯେଉଁଠାରେ ରାଜା ସାଉଲ ଇସ୍ରାଏଲ ତରଫରୁ ଦାଉଦଙ୍କୁ ଯୁଦ୍ଧରେ ଯିବା ପାଇଁ ମନୋନୀତ କଲେ। ଅନ୍ୟ ସମସ୍ତ ଯୋଦ୍ଧାମାନେ ଗୋଲିୟଥକୁ ଦେଖି ଥରଥର ହେଉଥିଲେ ଏବଂ କେହି ମଧ୍ୟ ଯୁଦ୍ଧ କରିବାକୁ ଆଗକୁ ଆସିଲେ ନାହିଁ। କିନ୍ତୁ ଯୁବକ ଦାଉଦ ଗୋଲିୟଥଙ୍କୁ ପରାସ୍ତ କରିବା ନିମନ୍ତେ ଘୋଷଣା କଲେ। ଯେତେବେଳେ ଆମେ ତାହାଙ୍କ ଯୁଦ୍ଧ ଅଭିଜ୍ଞତାର ଅଭାବକୁ ଦେଖିବା ତେବେ ଏହା ସ୍ପଷ୍ଟ ଅଟେ ଯେ ଦାଉଦ ବିଜୟୀ ହୋଇପାରିବେ ନାହିଁ। ତଥାପି କ'ଣ ଦାଉଦ ପରମେଶ୍ୱରଙ୍କ ହସ୍ତରେ ନଥିଲେ କି? ଯେପରିକି ଆମେ ଭଲ ଭାବେ ଜାଣୁ ଯେ କ'ଣ ଏଥିପାଇଁ ଗୋଲିୟଥକୁ ଦାଉଦଙ୍କ ସମ୍ମୁଖରେ ଆଣ୍ଠୁ ପାତିବାକୁ ପଡ଼ିନଥିଲା କି? ଏହା ଉପରେ ଦୃଷ୍ଟିପାତ କରି ଆମେ ଦେଖିପାରିବା ଯେ ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଆହ୍ୱାନ କରନ୍ତି ଯେଉଁମାନେ ଛୋଟ ଏବଂ ମହତ୍ତ୍ୱହୀନ ମନେ ହୁଅନ୍ତି ଏବଂ ସେମାନଙ୍କର ସାମର୍ଥ୍ୟର ବାହାରେ ଥିବା ମହାନ କାର୍ଯ୍ୟ କରିବାକୁ ଆହ୍ୱାନ କରନ୍ତି। ଆମ୍ଭେମାନେ ଯେଉଁଆଡ଼େ ଗଲେ ମଧ୍ୟ ପରମେଶ୍ୱରଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ। ସେତେବେଳେ ଆମେ ସାମସନ ପରି ଏକ ଶକ୍ତିଶାଳୀ ଯୋଦ୍ଧା ହୋଇପାରିବା, ଯିଏକି ଏକ ଗଧର ଥମଣିରେ 1000 ଲୋକଙ୍କୁ ପରାସ୍ତ କରିପାରନ୍ତି। ଜଣେ ଯୁବା ବାଳକ ଦାଉଦ ଗୋଲିୟଥକୁ, ଯାହାକୁ ସମସ୍ତେ ଭୟ କରୁଥିଲେ, କେବଳ ଗୋଟିଏ ଛାଟିଣୀରେ ହତ୍ୟା କଲା। ଆମ୍ଭମାନଙ୍କୁ ସବୁବେଳେ ଏହା ବିଚାର କରିବା ଉଚିତ ଯେ ଏହି ସବୁ କାର୍ଯ୍ୟ ପଛରେ କାହାର ହାତ ରହିଛି। ବଳବାନ, ବୁଦ୍ଧିମାନ କିମ୍ବା ବହୁ ସମ୍ପତ୍ତି ଥିବା ଲୋକମାନଙ୍କୁ ବାଛିବା ପରିବର୍ତ୍ତେ ପରମେଶ୍ୱର ସେହିମାନଙ୍କ ମାଧ୍ୟମରେ ମହାନ କାର୍ଯ୍ୟ କରିଥିଲେ, ଯେଉଁମାନେ ଅନେକ ଦିଗର ଅଭାବ ସତ୍ତ୍ୱେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସ୍ୱର୍ଗର ଆଶା କରନ୍ତି ଏବଂ ତାହାଙ୍କ ବାକ୍ୟରେ ବିଶ୍ୱାସ ରଖନ୍ତି।
परमेश्वर कहिले जे सुसमाचार समीरणरे एवं पृथ्वीर प्रांत पर्यंत प्रचार कराजिबो। यह किछि प्रभावशाली लोकंकु नुहे किंतु प्रथम चर्चर साधुमानंकु प्रदान करा जायथिला। जेतेबेले जीशु जीत पर्वतरु उपरकु उठेई निया गले तेबे प्रथम चर्चर सदस्य मानंकु देखि एपरि मने हेला सेमाने जुबा एवं दुर्बल थिले, सामाजिक शक्ति थिबा सदस्य बोध हुए थिले। तथापि से सेमानंकु एक दायित्व देइथिले। से सेमानंकु सुसमाचार प्रचार करिबाकु सुजोग देले। परमेश्वरंको पई यह किछि मध्य नाही, तथापि परमेश्वर आम्भमानंकु आशीर्वाद प्राप्त हेबा एवं पापर क्षमा प्राप्त करिबारो एही बहुमूल्य सुजोग देइअछंती। समीरण एवं पृथ्वीर प्रांत पर्यंत जाई सेमानंकु उद्धार करो। मरी जाउथिबा आत्मा को बंचेबा ही सबुठारु बड़ कार्य अटे, होना? एपरी कार्य पई परमेश्वर केवल प्रेरित पाउलंको परि असाधारण भावे दक्ष प्रचारक मानंकु डाकंती नाही। मुख्य विषय होउछि परमेश्वरंको हस्तरे किए अछंती। मु ताहांको हस्तरे रहिबाकु चाहुअछि, मु मध्य ताहांको हस्तरे रहिबाकु चाहुअछि। विदेशरे थिबा आम्भमानंको सदस्य मानंको पई मध्य समान अटे। समस्तंको परमेश्वरंको हस्तरे रहिबा उचित। सेतेबेले आम्भमानंकर क्षुद्र सामर्थ्य को 100 गुण वृद्धि करा जिवो एवं अविश्वसनीय कार्य हेबो। अन्यपटे जो माने चिंता करती मते निज सामर्थ्य सबु किछि करिबा उचित, जदिओ से मानंक पाखरे महान दक्षता थाउना काहेकि से माने भल परिणाम पाई पारिबे नाही। सामसनंक हातरे गधर थमणीर हाड़ महत्वहीन थिला, तथापि यह एक बड़ उपलब्धि हासिल करिथिला। मोसांक हस्तरे जष्टि केवल एक मेषपाळकर जष्टि थिला, तथापि यह सुफ समुद्र को विभाजित करिथिला। जंगल रे अद्भुत कार्य होइथिला। जदिओ ताहा थमणीर एक हाड़ हेउ किंबा मेषपाळकर जष्टि हेउ किंबा राजांकर राजदंड, एही उपकरणर कौनसी अर्थ नाही। एपरि एथिपई अटे कारण परमेश्वर जहा चाहिबे ताहा द्वारा समस्त कार्य करि पारिबे। एही कारणरू परमेश्वर आम्भमानंकु आज्ञा देले, तुम्भे आपणार समस्त अंतकरण, समस्त प्राण और समस्त मन देई प्रभु आपण ईश्वरंकु प्रेम करो। एहा हे श्रेष्ठ और प्रथम आज्ञा। निश्चित भावरे आम्भमानंक सामर्थ्य गुरुत्वपूर्ण अटे, किंतु मु आपणमानंकु आंतरिकतार सहित अनुरोध करूअछि जे परमेश्वरंक प्रति आपणंक प्रेम को अधिक गभीर भावरे धारण करंतु एवं परमेश्वरंक सहित सुसमाचार को कार्यकारी करंतु। वर्तमान रूस एवं यूक्रेन और ईरान एवं इस्राएल मध्य युद्ध चली। यह छड़ा म्यांमार, सुदान, येमेन, इथियोपिया, कोंगो, लोकतांत्रिक गणराज्य एवं सोमालिया भली देश मध्य गृहयुद्धर सम्मुखीन होउछंती। वर्तमान गृहयुद्ध चालुअछि। जाति विपक्ष रे जाति और राज्य विपक्ष रे राज्य उठिबो। जीशुंको शिक्षा अनुसार दुनिया एही परिस्थिति रे अछि। पुणी स्थाने स्थाने दुर्भिक्ष और भूमिकंप हेबो। युद्ध पूर्वर यूक्रेन तुलन में खाद्य शस्यर मूल्य वर्तमान मूल्य ठारू बहुत भिन्न। तेणुकरी खाद्य अभावरू अनेक लोक भोक उपास पीड़ित अछंती। मरुड़ी कारणरू दुर्भिक्ष होइथाए, किंतु यह छड़ा युद्धर दुष्प्रभाव कारणरू मध्य अनेक लोक ठीक रे खाई पारंती नहीं किंबा पोशाक पिंधि पारंती नहीं एवं विभिन्न रोग मध्य रहिछि। एपरि अनेक परिस्थिति रहिछि जहा कोविड-19 ठारू मध्य खराब अटे। तेणुकरी आमे अनुभव करि पारिबा एही जुग को पिता एवं मातांको साहाय्य आवश्यक। कौन यह भविष्यवाणीर जुग नुहे जेतेबेले आमे समस्त को नूतन नियमर निस्तार पर्वर सत्य विषय कहवा उचित, जहा द्वारा से माने एही समस्त विषयरू रक्षा पाई पारिबे। आसंतु यात्रा पुस्तक अध्याय 12 देखिबा।
ଯାତ୍ରା ପୁସ୍ତକ ଅଧ୍ୟାୟ 12 ପଦ 11 ଏହି ପ୍ରକାରେ ତୁମ୍ଭେମାନେ ତାହା ଭୋଜନ କରିବ, ଅର୍ଥାତ୍ କୋଟି ବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଚଞ୍ଚଳ ତାହା ଭୋଜନ କରିବ। ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। ଯେହେତୁ ଆମ୍ଭେ ଆଜି ରାତିରେ ମିଶର ଦେଶର ମଧ୍ୟ ଦେଇ ଯେ ମିଶର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମ ଜାତକୁ ସଂହାର କରିବା, ପୁଣି ମିଶ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା ଆମ୍ଭେ ସଦାପ୍ରଭୁ। ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଆଉ ଆମ୍ଭେ ମିଶର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା। ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ। ପୁଣି ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ। ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି ମତେ ଏହି ପର୍ବ ପାଳନ କରିବ। ଯେତେବେଳେ ଆମେ ଲୋକମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରୁ, ସେମାନେ ପଚାରନ୍ତି, ଯଦି ମୁଁ ଏକ ଖଣ୍ଡ ରୋଟି ଖାଇବି ଏବଂ ଏକ ପାତ୍ର ଦ୍ରାକ୍ଷାରସ ପାନ କରିବି, ତେବେ କ'ଣ ପ୍ରକୃତରେ ବିପତ୍ତି ମୋ ଉପରୁ ଅତିକ୍ରମ କରିଯିବ କି? ଯଦି ଏପରି ବ୍ୟକ୍ତି ଏହାକୁ ଭୋଜନ କରନ୍ତି, ତେବେ ଏହା ଅର୍ଥହୀନ ହୋଇଯିବ। ଯେଉଁ କାର୍ଯ୍ୟ ବିଶ୍ୱାସ ବିନା କରାଯାଏ ତାହା କେବଳ ସାଂସାରିକ କାର୍ଯ୍ୟ ଅଟେ ଏବଂ ଏଥିରେ ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ସାମିଲ ହୋଇପାରିବ ନାହିଁ। ମିଶରୀୟମାନଙ୍କୁ ମଧ୍ୟ ସମାନ ସନ୍ଦେହ ଥିଲା। ଇସ୍ରାଏଲୀୟମାନଙ୍କୁ ମେଷଶାବକର ରକ୍ତ ଦ୍ୱାର ବନ୍ଧରେ ଲଗାଉଥିବାର ଦେଖି ସେମାନେ ପଚାରିଲେ, ସେମାନେ ଏପରି କାହିଁକି କରୁଅଛନ୍ତି? ସେମାନେ କୁହନ୍ତି କି ଯଦି ଆପଣ ଏହିପରି କରନ୍ତି ତେବେ ବିପତ୍ତି ଆପଣଙ୍କ ଉପରୁ ଅତିକ୍ରମ କରିଯିବ। ଏହିପରି ସେମାନେ ଇସ୍ରାଏଲୀୟମାନଙ୍କୁ ପରିହାସ କଲେ। କ'ଣ ଏପରି କାର୍ଯ୍ୟ କରିବା ଦ୍ୱାରା ବିପତ୍ତି ସେମାନଙ୍କ ଉପରେ ଅତିକ୍ରମ କରିଯିବ? ତାପରେ ନିସାନର ଚତୁର୍ଦ୍ଦଶ ଦିନର ରାତ୍ରି, ନିସ୍ତାର ପର୍ବର ରାତ୍ରି ଆସିଲା। ଗଭୀର ନୀରବତାରେ ଗୋସାନ ଦେଶରେ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ ଏବଂ ମିଦିୟନୀୟମାନଙ୍କର ସ୍ଥାନ ଯେଉଁଠାରେ ମିଶରୀୟମାନେ ବାସ କରୁଥିଲେ, ଭିନ୍ନ ଭିନ୍ନ ଘଟଣା ଘଟିଥିଲା। ସେହି ଅଞ୍ଚଳରେ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ, ସେଠାରେ ଗୋଟିଏ ହେଲେ ପଶୁଧନ କ୍ଷତିଗ୍ରସ୍ତ ହୋଇନଥିଲା। କିନ୍ତୁ ସମଗ୍ର ମିଶରରେ କ'ଣ ହେଲା? ଦାସର ପ୍ରଥମଜାତ ଠାରୁ ଆରମ୍ଭ କରି ରାଜାଙ୍କର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ସମସ୍ତଙ୍କୁ ବିନା କୌଣସି ଭେଦଭାବରେ ମୃତ୍ୟୁ ଦିଆଗଲା। ସେମାନେ ଉପହାସ କଲେ, କ'ଣ ଏପରି କରିବା ଦ୍ୱାରା କୌଣସି ପ୍ରଭାବ ପଡ଼ିବ? କାରଣ ନିସ୍ତାର ପର୍ବର ବିଧି ସେମାନଙ୍କୁ ମହତ୍ତ୍ୱହୀନ ଲାଗିଲା। ତଥାପି ଯେପରି ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ଏହା ଇସ୍ରାଏଲୀୟମାନଙ୍କ ନିମନ୍ତେ ମହାନ ଶକ୍ତିର ପ୍ରଦର୍ଶନ କଲା। ସମସ୍ତ ଅନେକ ଲୋକ ଆମ୍ଭମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ଦେଖନ୍ତି ଏବଂ ପଚାରନ୍ତି, କ'ଣ ଦୁନିଆ କେବଳ ଏଥିପାଇଁ ପରିବର୍ତ୍ତନ ହୋଇଯିବ କାରଣ ସେମାନେ ଏପରି କାର୍ଯ୍ୟ କରୁଅଛନ୍ତି? କିନ୍ତୁ ଏହି କାର୍ଯ୍ୟ କିଏ କରୁଅଛନ୍ତି? ଆମ୍ଭମାନଙ୍କୁ ସେହି କାର୍ଯ୍ୟରେ ଅଂଶଗ୍ରହଣ କରିବା ନିମନ୍ତେ ସହକର୍ମୀ ଭାବରେ ନିମନ୍ତ୍ରିତ କରାଯାଇଅଛି, ଯାହା ପରମେଶ୍ୱର କରୁଅଛନ୍ତି। ଯେତେବେଳେ ଆମେ ନିସ୍ତାର ପର୍ବ, ବିଶ୍ରାମବାର, ସ୍ୱର୍ଗୀୟ ମାତା ଏବଂ ସ୍ୱର୍ଗୀୟ ପିତାଙ୍କ ବିଷୟରେ ପ୍ରଚାର କରୁ, ତେବେ କ'ଣ ଆମେ ପରମେଶ୍ୱରଙ୍କ ନିକଟକୁ ଫେରିଆସ କହୁଥାଇ ଦୁନିଆକୁ ସୁସମାଚାରର ପ୍ରଚାର କରୁନାହୁଁ କି? ପରମେଶ୍ୱରଙ୍କ ନିକଟକୁ ଫେରିଆସ, ତୁମ୍ଭେ ଏବଂ ତୁମ୍ଭର ପରିବାର ପରିତ୍ରାଣ ପାଇବ। ଏହା ବ୍ୟତୀତ ଆପଣ ସ୍ୱର୍ଗରେ ଅନନ୍ତ ଖୁସି ଏବଂ ଆଶୀର୍ବାଦର ଆନନ୍ଦ ଉପଭୋଗ କରିବେ। ଏହା ସେହି ସନ୍ଦେଶ ଅଟେ ଯାହା ଆମେ ପ୍ରଚାର କରୁଅଛୁ। ଆମ୍ଭମାନଙ୍କୁ କେବଳ ଏହା କହିବା ଉଚିତ ନାହିଁ ଯେ ଯେହେତୁ ବିଶ୍ରାମ ଦିନ ଶନିବାର ଅଟେ, ତେଣୁକରି ଆମ୍ଭମାନଙ୍କୁ ଏହା ପାଳନ କରିବା ଉଚିତ। ବରଂ ଏହି ଅନୁଷ୍ଠାନ ମାଧ୍ୟମରେ ଆମ୍ଭେମାନେ ସେମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଫେରାଇ ଆଣିବା ଉଚିତ, ଯାହାଦ୍ୱାରା ସେମାନଙ୍କର ବିଶ୍ୱାସ ଏବଂ ହୃଦୟ ଆହୁରି ବୃଦ୍ଧି ପାଇବ ଏବଂ ସେମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନେଇଯିବ। ମିଶରର ସୈନିକମାନେ ଚିନ୍ତା କଲେ, ସେମାନେ କାହିଁକି ମେଷଶାବକଙ୍କ ରକ୍ତକୁ ଦ୍ୱାର ବନ୍ଧରେ ଲଗାଉଛନ୍ତି? ଯେତେବେଳେ ସେମାନେ ଭୁଲରେ ଭାବିଲେ, କ'ଣ ଏପରି କାର୍ଯ୍ୟକଳାପ ବିପତ୍ତିକୁ ରୋକିପାରିବ କି? ପରମେଶ୍ୱର ତାହାଙ୍କ ପ୍ରତିଜ୍ଞା ପୂରଣ କଲେ। ବିଶ୍ୱାସର ଏକ କାର୍ଯ୍ୟ ଯାହା ସେମାନଙ୍କୁ ମହତ୍ତ୍ୱହୀନ ମନେ ହେଉଥିଲା, ଏକ ଭିନ୍ନ ପରିଣାମ ଆଣିଲା। ହଁ ନା? ଇସ୍ରାଏଲୀୟଙ୍କ ନିମନ୍ତେ ପରମେଶ୍ୱର ନିସ୍ତାର ପର୍ବକୁ ଆନନ୍ଦପୂର୍ଣ୍ଣ ମୁକ୍ତିର ଦିନ କହିଲେ, ଯେତେବେଳେ କି ମିଶରୀୟମାନଙ୍କ ନିମନ୍ତେ କ'ଣ ଏହା ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ଧ୍ୱଂସ କରିବାର ଦିନ ନଥିଲା କି? ଯଦିଓ କିଛି ମହତ୍ତ୍ୱହୀନ ମନେ ହୁଏ, ପରମେଶ୍ୱର କୁହନ୍ତି ଯେ ଯେତେବେଳେ ଆପଣ ସେହି ଛୋଟ ପିଲାକୁ ସମ୍ମାନ କରନ୍ତି କିମ୍ବା ତାଙ୍କୁ ଏକ କପ୍ ଥଣ୍ଡା ପାଣି ଦିଅନ୍ତି, ସେତେବେଳେ ଏପରି ମନେ ହୁଏ ଯେ ଆପଣ ତାହାଙ୍କ ପାଇଁ ଏହା କରୁଅଛନ୍ତି। ସେ କହିଲେ, ମୋ ପ୍ରତି ହିଁ ତାହା କରିଅଛ। ସତ୍ୟରେ କେହି ମଧ୍ୟ ମହତ୍ତ୍ୱହୀନ ନୁହନ୍ତି।
ସମସ୍ତେ ଅଦ୍ଭୁତ ଅଟନ୍ତି। ଆମ୍ଭେମାନେ ଏହା ଜାଣିପାରିବା ନାହିଁ ଯେ ପରମେଶ୍ୱର କାହାକୁ ବାଛିବେ କିମ୍ବା ତାହାଙ୍କୁ କିପରି ବ୍ୟବହାର କରିବେ। କ'ଣ ଆମେ ପିତା ଏବଂ ମାତାଙ୍କ ଇଚ୍ଛା ଅନୁସାରେ ପରମେଶ୍ୱରଙ୍କ ହସ୍ତରେ ପରିଚାଳିତ ହୋଇ ସୁସମାଚାର କାର୍ଯ୍ୟ କରୁନାହୁଁ କି? ତେଣୁକରି ଏହି ସୁସମାଚାର ନିଶ୍ଚିତ ଭାବରେ ସଫଳ ହେବ। ସୁସମାଚାର କେତେ ଦୂର ପର୍ଯ୍ୟନ୍ତ ପ୍ରଚାର କରାଯିବ? ପରମେଶ୍ୱର କହିଲେ ଯେ ଏହା ସମୀରଣ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କରାଯିବ। କ'ଣ ଏହା ଭବିଷ୍ୟବାଣୀ ନାହିଁ ଯେ ପିତା ଏହି ପୃଥିବୀକୁ ଆସିବେ ଏବଂ ଆମ୍ଭ ସମସ୍ତଙ୍କ ନିମନ୍ତେ ସ୍ୱର୍ଗକୁ ଫେରିଯିବାର ମାର୍ଗ ପ୍ରଦାନ କରିବେ? ପରମେଶ୍ୱର ଏକ ମହାନ କାର୍ଯ୍ୟ କରୁଅଛନ୍ତି। ଯଦି ଆମେ ପରମେଶ୍ୱରଙ୍କ ହସ୍ତରେ ଅଛୁ, ତେବେ ଆମ୍ଭେମାନେ କହିବା ଉଚିତ, ପିତା ମୋତେ ମଧ୍ୟ ବାକ୍ୟ ପ୍ରଚାର କରିବାକୁ ଦିଅନ୍ତୁ। ଦୟାକରି ମୋତେ ନିଷ୍ଠାର ସହିତ ପରମେଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବାକୁ ଅନୁମତି ଦିଅନ୍ତୁ। ଦୟାକରି ମୋତେ ଆମ୍ଭମାନଙ୍କର ସଦସ୍ୟମାନଙ୍କୁ ସମର୍ଥନ କରିବାକୁ ଏବଂ ନୂତନ ନିୟମର ସୁସମାଚାର ପାଇଁ ନିଷ୍ଠାର ସହିତ ପ୍ରାର୍ଥନା କରିବାକୁ ଅନୁମତି ଦିଅନ୍ତୁ। ମୁଁ କିଛି ଜାଣେ ନାହିଁ, ମୋ ଠାରେ ତ୍ରୁଟି ଅଛି। ମୁଁ ଗଧର ଏକ ଥମଣିର ହାଡ଼ଠାରୁ କିଛି ଅଧିକ ନୁହେଁ, କିନ୍ତୁ ମୁଁ ଆପଣଙ୍କ ହସ୍ତରେ ରହିବାକୁ ଚାହୁଁଅଛି। ସୁସମାଚାର ନିମନ୍ତେ ଦୟାକରି ମୋତେ ଆପଣଙ୍କ ଇଚ୍ଛା ଅନୁସାରେ ଯେକୌଣସିଠାରେ ମଧ୍ୟ ବ୍ୟବହାର କରନ୍ତୁ। କେତେବେଳେ ସାମସନଙ୍କ ପରି, କେତେବେଳେ ସଲୋମନଙ୍କ ପରି, କେତେବେଳେ ଯହୋଶୁଆଙ୍କ ପରି, କେତେବେଳେ ପାଉଲଙ୍କ ପରି, କେତେବେଳେ ପିତରଙ୍କ ପରି, ଯେକୌଣସି ସ୍ଥାନରେ, ଯେକୌଣସି ଭୂମିକାରେ, ଯେକୌଣସି କାର୍ଯ୍ୟରେ ମୁଁ ପରମେଶ୍ୱରଙ୍କ ସହିତ ରହିବାକୁ ଚାହେଁ। ମୁଁ ଆପଣଙ୍କ ପକ୍ଷରେ ଛିଡ଼ା ହେବାକୁ ଚାହୁଁଅଛି। ଏହିପରି ବିଶ୍ୱାସର ସହିତ ଆମ୍ଭମାନଙ୍କୁ ପିତା ଏବଂ ମାତାଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ। ଯଦି ଆମ୍ଭମାନଙ୍କୁ ବିଶ୍ରାମ କରିବାକୁ କୁହାଯାଏ, ତେବେ ବିଶ୍ରାମ କରନ୍ତୁ। ଯଦି ଆମ୍ଭମାନଙ୍କୁ କୁହାଯାଏ ଆସନ୍ତୁ ଆମେ ଏହାକୁ ଆମମାନଙ୍କର ସମସ୍ତ ଦେବା, ତେବେ ନିଷ୍ଠାର ସହିତ କାର୍ଯ୍ୟ କରନ୍ତୁ। ଯଦି ଆମକୁ ସୁଫ ସମୁଦ୍ର ଆଡ଼କୁ ଆମର ଯଷ୍ଟି ବଢ଼ାଇବାକୁ କୁହାଯିବ, ତେବେ ଆମ୍ଭମାନଙ୍କୁ କେବଳ ଏହା କରିବା ଉଚିତ। ଯେତେବେଳେ ସେ କୁହନ୍ତି ଏହାକୁ ବିସ୍ତାର କର, ଆମେ କହିବା ଉଚିତ ନୁହେଁ, ମୁଁ କରିପାରିବି ନାହିଁ କାରଣ ମୋହର କାନ୍ଧ ଶିଥିଳ ହୋଇଯାଇଅଛି। ଯଦି ଆପଣଙ୍କ ଡାହାଣ ହାତରେ ଯନ୍ତ୍ରଣା ହେଉଛି, ତେବେ ଆପଣ ଆପଣଙ୍କର ବାମ ହାତକୁ ବଢ଼ାଇ ପାରିବେ। ଯେତେବେଳେ ମଧ୍ୟ ପରମେଶ୍ୱର ଆମ୍ଭମାନଙ୍କୁ କିଛି କରିବାକୁ ଆଜ୍ଞା ଦିଅନ୍ତି, ମନେ ରଖନ୍ତୁ, ନୋହ ସେ ରୂପ କଲେ, ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ସେ ସମସ୍ତ କର୍ମ କଲେ। ମୁଁ ଆଶା କରୁଅଛି ଯେ ଏହା କରିବା ଦ୍ୱାରା ଆମ୍ଭେମାନେ ନିଶ୍ଚିତ ଭାବରେ ସ୍ୱର୍ଗ ରାଜ୍ୟକୁ ଫେରିପାରିବା। ଆଜି ଆମେ ମହତ୍ତ୍ୱହୀନ ବିଷୟ ଦ୍ୱାରା ପୂରଣ କରାଯାଇଥିବା ପରମେଶ୍ୱରଙ୍କ ମହାନ କାର୍ଯ୍ୟ ଏହି ବାକ୍ୟର ଅଧ୍ୟୟନ କରିଅଛୁ। ଯେଉଁମାନେ ସୁସମାଚାର ପ୍ରଚାର କରିବା ପାଇଁ ବିଦେଶକୁ ଯାଉଛନ୍ତି, ସେମାନଙ୍କ ଯାତ୍ରା ପରମେଶ୍ୱରଙ୍କ ସହିତ ହେଉ ଏବଂ ସେମାନଙ୍କୁ ଉତ୍ତମ ଫଳାଫଳ ପ୍ରାପ୍ତ ହେଉ। ଯେଉଁମାନେ କୋରିଆରେ ରହୁଛନ୍ତି, ସେମାନଙ୍କୁ ମଧ୍ୟ ସୁନ୍ଦର ଫଳାଫଳ ପ୍ରାପ୍ତ ହେଉ। ଏହାଦ୍ୱାରା ମୁଁ ଏହି ଉପଦେଶକୁ ଶେଷ କରିବାକୁ ଚାହେଁ। ଆପଣଙ୍କୁ ଧନ୍ୟବାଦ।